ଜୟ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ। ପ୍ରିୟ ଦର୍ଶକ ବନ୍ଧୁ, ଆଜି କିଛି ଓଡ଼ିଆ ଶ୍ରୀମଦ୍ ଭାଗବତ ଗୀତାର କିଛି ଶ୍ଲୋକ ଅଭ୍ୟସ୍ତ କରିବା ଏବଂ ପାଠ କରିବା ଏବଂ ତାକୁ ଦୈନନ୍ଦିନ ଜୀବନରେ ପ୍ରୟୋଗ କରି ନିଜକୁ ଧନ୍ୟ ମନେ କରିବା ଏବଂ ସେଇ ଭଗବାନଙ୍କର ପଦାର ବିନ୍ଦୁରେ ନିଜକୁ ସମର୍ପଣ କରି ମୁଖ୍ୟ ପ୍ରାପ୍ତି ହେବା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଚାଲନ୍ତୁ ଆରମ୍ଭ କରିବା ଶ୍ରୀମଦ୍ ଭଗବତ ଗୀତାର ଏହି ତ୍ରୟୋଦଶ ଅଧ୍ୟାୟର ଏକ ଶ୍ଲୋକ ଅଭ୍ୟସ୍ତ କରିବା। ଓಂ ନମୋ ଭଗବତେ ବାସୁଦେବାୟ, ଓଂ ନମୋ ଭଗବତେ ବାସୁଦେବାୟ, ଓଂ ନମୋ ଭଗବତେ ବାସୁଦେବାୟ। ଓಂ কৃষ্ণায় বাসুদেবায় হরয়ে পরমাত্মনে প্রণতক্লেশনাশায় গোবিন্দায় নমো নমো। প্রিয় দর্শক বন্ধু, ଆଜି କିଛି ସେ ଭଗବାନଙ୍କର ମୁଖ ନିଃସୃତ ଅମୃତବାଣୀକୁ ପାଠ କରିବା। ଚାଲନ୍ତୁ ଦେଖିବା ତ୍ରୟୋଦଶ ଅଧ୍ୟାୟର ଗୋଟିଏ ଶ୍ଲୋକ। ଓಂ ନମୋ ଭଗବତେ ବାସୁଦେବାୟ। ବହିରନ୍ତଶ୍ଚ ଭୂତାନାଂ ମଚରଂ ଚରମେବ ଚ ସୂକ୍ଷ୍ମତାତ ତଦ୍ବିଜ୍ଞେୟଂ ଦୂରସ୍ଥଂ ଚାନ୍ତିକେ ଚ ତତଃ। ତତ୍ ଭୂତାନାଂ, ସେଇ ବ୍ରହ୍ମ ଜୀବମାନଙ୍କର। ବହି ଅନ୍ତଚ, ବହି ବହି ଅର୍ଥ ହେଉଛି ବାହାରେ, ଅନ୍ତ ଅନ୍ତ ଅର୍ଥ ହେଉଛି ଭିତରେ। ଅଚରଂ ଚରଂ ଏବଚ, ତାର ଅର୍ଥ ଏବଂ ଅଚର ଓ ଚର ମଧ୍ୟ। ଦୂରସ୍ଥଂ ଦୂରସ୍ଥଂ ଅନ୍ତିକେ ଚ, ଦୂରରେ କିମ୍ବା ନିକଟରେ। ତତ୍ ସୂକ୍ଷ୍ମାତ୍, ସେ ସୂକ୍ଷ୍ମ ହୋଇଥିବାରୁ। ଅବିଜ୍ଞେୟଂ, ତାଙ୍କୁ କେହି ଜାଣି ପାରୁନାହାନ୍ତି। ଭଗବାନ ଶ୍ରୀକୃଷ୍ଣ ଏଠି ଅର୍ଜୁନଙ୍କୁ କହିଥିଲେ ଯେ ସେଇ ବ୍ରହ୍ମ ଜୀବମାନଙ୍କର ବାହାରେ ଓ ଭିତରେ ଅଛନ୍ତି। ସେ ଚର ଓ ଅଚର ମଧ୍ୟ। ସେ ଦୂରରେ ଅଛନ୍ତି ଓ ନିକଟରେ ଅଛନ୍ତି। ଅତିଶୟ ସୂକ୍ଷ୍ମ ହୋଇଥିବାରୁ ଆମେ ତାଙ୍କୁ କେହି ଦେଖିପାରନ୍ତି ନାହିଁ। ସେହିପରି ଜଳ ତରଙ୍ଗ ଭିତରେ ଥାଏ ଓ ବାହାରେ ଥାଏ। ଠିକ୍ ସେହିପରି ସୁବର୍ଣ୍ଣ ଅଳଙ୍କାର ଭିତରେ ଥାଏ ଓ ବାହାରେ ଥାଏ। ଠିକ୍ ସେହିପରି ବ୍ରହ୍ମ ବାହାରେ ଅଛନ୍ତି ଏବଂ ଭିତରେ ଅଛନ୍ତି। ସ୍ଥାବର ଜଙ୍ଗମ ଇଏ ସବୁ ସର୍ବତ୍ର ସେ ବିଦ୍ୟମାନ। ସେଥିପାଇଁ ଭାଗବତରେ ଅଛି, ସକଳ ଘଟେ ନାରାୟଣେ, ସକଳ ଘଟେ ନାରାୟଣ ବସନ୍ତି ଅନାଦି କାରଣ। ଏ ହେଉଛି ଏହି ଶ୍ଲୋକର ମୁଖ୍ୟାଙ୍କ ଥିଲା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।